ମୁଁ ଥରେ କହିଛି ଆମ ଡିପାର୍ଟମେଣ୍ଟକୁ ପୁରା କ୍ଲିନ୍ କରାଯିବ, ପୁରା ସ୍ୱଚ୍ଛ କରାଯିବ, ଦୁର୍ନୀତି ମୁକ୍ତ କରାଯିବ। ମିଡିଲ ମ୍ୟାନ୍ ମାନଙ୍କର ଏଠି କୌଣସି କାମ ନାହିଁ। ଆଉ ଯିଏ ଦଲାଲ ଏଠି କାମ କରିବ ତା ଉପରେ ଆକ୍ସନ୍ ନିଆଯିବ। ଯେଉଁ ଅଫିସର ବି ତାଙ୍କୁ ସହଯୋଗ କରିବ ଆକ୍ସନ୍ ନିଆଯିବ। ସେହି କାରଣରୁ ଆମେ ନୂଆପଡ଼ାରେ ସେଠି ଜଣେ ଅଫିସର ଟିକେ ଦଲାଲ ମାନଙ୍କର ସହଯୋଗ କରୁଥିଲେ, ତାଙ୍କୁ କାଲି ସସ୍ପେଣ୍ଡ କରାହେଇଛି। ଆଜି ମଧ୍ୟ ନିର୍ଦ୍ଦେଶ ଦିଆହେଇଛି ଅନେକ ଜାଗାରେ ଯଦି କଟନୀ ଛଟନୀ ବନ୍ଦ ନ ହୁଏ ଅନେକ ଜାଗାରେ ଅଫିସରମାନଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯିବ। ମୁଁ ଥରେ କହିଛି ଆମ ଡିପାର୍ଟମେଣ୍ଟକୁ ପୁରା କ୍ଲିନ୍ କରାଯିବ, ପୁରା ସ୍ୱଚ୍ଛ କରାଯିବ, ଦୁର୍ନୀତି ମୁକ୍ତ କରାଯିବ। ମିଡିଲ ମ୍ୟାନ୍ ମାନଙ୍କର ଏଠି କୌଣସି କାମ ନାହିଁ। ଆଉ ଯିଏ ଦଲାଲ ଏଠି କାମ କରିବ ତା ଉପରେ ଆକ୍ସନ୍ ନିଆଯିବ। ଯେଉଁ ଅଫିସର ବି ତାଙ୍କୁ ସହଯୋଗ କରିବ ଆକ୍ସନ୍ ନିଆଯିବ। ସେହି କାରଣରୁ ଆମେ ନୂଆପଡ଼ାରେ ସେଠି ଜଣେ ଅଫିସର ଟିକେ ଦଲାଲ ମାନଙ୍କର ସହଯୋଗ କରୁଥିଲେ, ତାଙ୍କୁ କାଲି ସସ୍ପେଣ୍ଡ କରାହେଇଛି। ଆଜି ମଧ୍ୟ ନିର୍ଦ୍ଦେଶ ଦିଆହେଇଛି ଅନେକ ଜାଗାରେ ଯଦି କଟନୀ ଛଟନୀ ବନ୍ଦ ନ ହୁଏ ଅନେକ ଜାଗାରେ ଅଫିସରମାନଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯିବ।